ଗରିବଙ୍କୁ ହେଲେ ସାହାରେ ବାହା ବାହାରେ ନବୀନ ଓଡ଼ିଶା ବାହାରେ। ନବୀନ ରାଓ ତ ଆମର ସବୁ କାର୍ଯ୍ୟ କରୁଥିଲେ। ଯେତେବେଳେ ନବୀନ ରାଓ ଯେ ହାରିଯାଇଛନ୍ତି ମୁଁ ଏଇ ନବୀନ ରାଓ କିନ୍ତୁ ଯେତେବେଳେ କୀର୍ତ୍ତନ ପ୍ରଚାର କରୁଥିଲି ଜାଣିଲା ସେଇ ଯେଉଁ କୀର୍ତ୍ତନ ପ୍ରଚାର କରେଇ ସେତିକିବେଳେ ସେଇ ପଦଟା ମୋ ଶୋଇଲା ବେଳେ ମନେ ପଡ଼େ ହାରିଯିବା ଦିନଠୁ। ସେଇ ସମୟରେ ମୁଁ ମିଛ କହୁନାହିଁ 85 ବର୍ଷ ଲୋକ ମୋ ଆଖିରୁ ଲୁହ ଓଡ଼ି ଆସେ। ମୁଁ କ'ଣ ପ୍ରଚାର କରେଇ ମରଣ କାଳରେ ମଶାଣି ଭୋଇରେ ସରକାର ହେଲେ ଠିଆରେ ହରିଶ୍ଚନ୍ଦ୍ର ନାମେ ଯୋଜନା କରିଣ ଗରିବଙ୍କୁ ହେଲେ ସାହାରେ ବାହା ବାହାରେ ନବୀନ ଓଡ଼ିଶା ବାହାରେ। ଏଇ କଥା ଖରାରେ ଚାରି ହାତେ ପାଲ ପକେଇ ଆଉ 5 ଜଣଙ୍କୁ ସାଥୀ କରି ମୁଁ ଏଇ ପ୍ରଚାର କରୁଥିଲି। ଏଇ କଥା ରାତିରେ ଶୋଇଲା ବେଳେ ଏ ହାରିଯିବା ଦିନଠୁ ମନେ ପଡ଼ିଲେ ଦୁଃଖ। ଆଜି ଏଇଭଳି ଅବସ୍ଥା ଚାଷ 2.5 ଏକର ଧାନ ଏକରକୁ ଅଧିକ ପନିପରିବା ଫସଲ ସବୁ ଯାଇକି ଆଉ କିଛି ନାହିଁ। ସରକାର ଆଜ୍ଞା ଗଜା ଧାନ ଦେଖନ୍ତୁ ଏଇଠି ଗଜା ଧାନ ସବୁ ରଖିଛୁ। 1999 ମସିହାରେ ଯେତେବେଳେ ଆସିଲେ ବାତ୍ୟା ହେଇଥିଲା ନବୀନ ପଟ୍ଟନାୟକ ଆସିଲେ ସେଦିନ ଠାରୁ 1999 ମସିହା ବାତ୍ୟା ଠାରୁ ନବୀନ ପଟ୍ଟନାୟକ ଆମ ଦୁଃଖ ସୁଖରେ ସବୁବେଳେ ଭାଗି ଅଛନ୍ତି। ଆମେ ଦୁଃଖ କ'ଣ ଜାଣିନଥିଲୁ। 2024ରେ ଆସିଲେ ବିଜେପି ସରକାର ଆମକୁ ମିଛ ପ୍ରତାରଣା କଲେ। ଆମେ ଭତ୍ତା ଦେବୁ 60 ବର୍ଷ ପରେ ଆମକୁ ଦେଇଦେବୁ 3000 ଟଙ୍କା ଭତ୍ତା 3000 ଟଙ୍କା 500 ଭତ୍ତା ସୁଭଦ୍ରା ଯୋଜନା ଇଲେକ୍ଟ୍ରିକ୍ ବିଲ୍ ଏମିତିଆ ପ୍ରତାରଣା କରି ଭୋଟ ଟିକେ ନେଇଗଲେ ତାଙ୍କ ବାଟରେ ସେ ରହିଲେ। ଓଡ଼ିଆ ଅସ୍ମିତା ଶିଖେ ଆପଣଙ୍କର ଗଜା ହେଲା ପରେ ଲକ୍ଷ୍ମୀ ଛାଡ଼ି ଯାଇଛି ଆଜ୍ଞା ଦେଖନ୍ତୁ ବିଲରେ। ଆଉ ଆମେ କ'ଣ କରିବୁ ଆଉ ଚଳିବୁ କେମିତି ଏମିତି ବର୍ତ୍ତମାନ ଚଳିବୁ କେମିତି। ଆମେ ନବୀନ ବାବୁଙ୍କୁ ଦେଖା କରିବାକୁ ଆସିଛୁ। ସେ ତ ଆମ ଦୁଃଖ ସୁଖରେ ଥିଲେ ସେଙ୍କୁ ଦୁଃଖ ଜଣେଇବୁ ଯିବୁ ଆଉ କ'ଣ।